ଚାଣକ୍ୟ ସମ୍ପାଦକୀୟକୁ ଆପଣମାନଙ୍କୁ ସ୍ୱାଗତ। ଦର୍ଶକ ବନ୍ଧୁ, ନୀଳ ପରୀର ପିଲାବେଳେ ଆମେ ଅନେକ ଥର କାହାଣୀ ଶୁଣିଛନ୍ତି। ଏକ ଘଞ୍ଚ ଜଙ୍ଗଲର ଆର ପାଖରେ ନୀଳପରି ରାଇଜ। ସେଠାରେ ଗଛର ପତ୍ର ଗୁଡ଼ିକ ରୂପା ପରି ଚମକୁଥାଏ, ଫୁଲ ଗୁଡ଼ିକ ମିଠା ସୁଗନ୍ଧ ବାହାରୁଥାଏ, ଆଉ ସେଇ ରାଇଜର ପରୀମାନଙ୍କ ପାଖରେ ଯାଦୁକରୀ ଶକ୍ତି ଥିଲା। ସେଇ ଜଙ୍ଗଲ ପାଖ ଗାଁରେ ଏକ ଛୋଟ ପିଲା ରହୁଥିଲା। ସେ ଖୁବ୍ ଗରିବ ହେଲେ ମଧ୍ୟ ବହୁତ ଦୟାଳୁ ଥିଲା। ଦିନେ ପିଲାଟି ଜଙ୍ଗଲକୁ କାଠ ସଂଗ୍ରହ କରିବାକୁ ଯାଇଥିଲା ବେଳେ ଦେଖିଲା ଯେ ଏକ ସୁନ୍ଦର ଛୋଟ ପରୀ ଏକ କଣ୍ଟାବୁଦ ଭିତରେ ଫସି ଯାଇଛି। ତାର ଗୋଟିଏ ଡେଣା ଆଘାତ ପ୍ରାପ୍ତ ହୋଇଛି। ପିଲାଟି ଡରି ନ ଯାଇ ଧୀରେ କରି ପରୀଟିକୁ ବୁଦା ଭିତରୁ ବାହାର କଲା ଓ ନିଜ ରୁମାଲରେ ତାର କ୍ଷତ ସ୍ଥାନକୁ ବାନ୍ଧିଦେଲା। ପିଲାଟିର ସେବାରେ ପରୀଟି ସୁସ୍ଥ ହୋଇଗଲା। ସେ ଥିଲା ପରୀରାଇଜର ସୁନେଲି। ସେ ଖୁସି ହୋଇ ପିଲାଟିକୁ କହିଲା, ତୁମେ ବହୁତ ଭଲ ପିଲା, ଚାଲ ମୁଁ ତୁମକୁ ଆମ ପରୀରାଇଜକୁ ଦେଖାଇ ଆଣିବି। ସୁନେଲି ପରୀ ତାର ଯାଦୁ ବାଡ଼ି ବୁଲାଇ ପିଲାଟିକୁ ଛୋଟ କରିଦେଲା ଓ ତାକୁ ନିଜ ସାଙ୍ଗରେ ଉଡ଼ାଇ ନେଇଗଲା। ସେଠାରେ ପାଣି ବଦଳରେ ଚକୋଲେଟ୍ ବହୁଥିଲା। ସେଠାରେ ଖାଲି ରଙ୍ଗ ବେରଙ୍ଗର ମିଠା ଆଇସ୍କ୍ରିମ୍ ଥିଲା। ପରୀମାନେ ବାଦଲ ଉପରେ ବସି ଗପ କରୁଥିଲେ। ପରୀରାଇଜର ରାଣୀ ପିଲାଟିର ଦୟାଭାବ କଥା ଶୁଣି ବହୁତ ଖୁସି ହୋଇଥିଲେ। ସେ ତାକୁ ଏକ ଯାଦୁକରୀ ଥଳି ଉପହାର ଦେଇଥିଲେ, ଯେଉଁଥିରୁ ସେ ଯାହା ମାଗିବ ତାହା ବାହାରୁଥିଲା। କିନ୍ତୁ ଗୋଟିଏ ସର୍ତ୍ତ ଥିଲା, ଏହାର ବ୍ୟବହାର କେବଳ ଅନ୍ୟର ସାହାଯ୍ୟ ପାଇଁ କରିବାକୁ ହେବ। ପିଲାଟି ନିଜ ଗାଁକୁ ଫେରି ଆସି ସେହି ଥଳି ସାହାଯ୍ୟରେ ଗାଁରେ ବହୁ ଗରିବ ଲୋକଙ୍କୁ ସାହାଯ୍ୟ କରିଥିଲା। ଦର୍ଶକ ବନ୍ଧୁ, ଏମିତି ଗପଟିଏ କହିବାର ତାତ୍ପର୍ଯ୍ୟ ହେଲା, ଏମିତି ଅନେକ ପିଲାବେଳର କାହାଣୀ ଆମେ ଶୁଣିଛେ ଯାହା କାଳ୍ପନିକ, କିନ୍ତୁ ବାଲ୍ୟ ଚପଳତାରେ ଏହାକୁ ଆମକୁ ସମ୍ପୂର୍ଣ୍ଣ ବାସ୍ତବ ଲାଗୁଥିଲା। ମାତ୍ର ପାଶ୍ଚାତ୍ୟ ଦେଶରେ ବିଜ୍ଞାନରେ ବଞ୍ଚୁଥିବା ମଣିଷ ଯେ ଏମିତି କଳ୍ପନାରେ ବଞ୍ଚୁଛି ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ ନିଶ୍ଚିତ। ସତରେ କ'ଣ ଏମିତି ପରୀମାନେ ଅଛନ୍ତି? ସତରେ କ'ଣ ପରୀରାଇଜ ବୋଲି କିଛି ରହିଛି? ସେମାନଙ୍କର ଆଉ କ'ଣ ଗୋଟିଏ ଦୁନିଆ ରହିଛି? ସେ ଦୁନିଆଟି କ'ଣ? ସତରେ ସେମାନେ କ'ଣ ପୃଥିବୀ ବାହାରରେ ଯିବ? ଏ କଥା ବିଶ୍ୱବାସୀଙ୍କ ମନକୁ ଆନ୍ଦୋଳିତ କରିଛି ସେତିକି ବେଳେ ଯେତେବେଳେ ଆମେରିକାର ରାଷ୍ଟ୍ରପତି ଟ୍ରମ୍ପ ମହାଶୟ ତାଙ୍କର ଟ୍ରୁଥ୍ ହ୍ୟାଣ୍ଡେଲରେ ଘୋଷଣା କରିଛନ୍ତି ଯେ ଏଲିଏନ୍ ସମ୍ପର୍କିତ ସମସ୍ତ ଫାଇଲ ସର୍ବସାଧାରଣରେ ପ୍ରକାଶ କରାଯିବ। ଏନେଇ ସେ ତାଙ୍କ ଦେଶର ପ୍ରତିରକ୍ଷା ବିଭାଗ ସମେତ ଆମେରିକୀୟ ଏଜେନ୍ସି ଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଦର୍ଶକ ବନ୍ଧୁ, ଆସନ୍ତୁ ଜାଣିବା ଆମ ପରୀରାଇଜର କାହାଣୀ ବା ପାଶ୍ଚାତ୍ୟ ଦେଶ ଆମେରିକାର ଏଲିଏନ୍ ଓ ଏଥିସହ ସମ୍ପୃକ୍ତ ଏରିଆ 51 ବିଷୟରେ। ସେ ଦେଶର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ଗତ ସପ୍ତାହରେ ବ୍ରାଏନ୍ ଟ୍ରାଏଲର କୋଭିନ୍ ନାମକ ଜଣେ ସୁନାମଧନ୍ୟ ପୋଡକାଷ୍ଟରଙ୍କ ସହ ସାକ୍ଷାତକାର ବେଳେ ଏଲିଏନ୍ ଅଛି ବୋଲି କହିଥିଲେ। ତେଣୁ ଡୋନାଲ୍ଡ ଟ୍ରମ୍ପ ଏମିତି ଏକ ଘୋଷଣା କରିଛନ୍ତି। ଓବାମାଙ୍କ ବୟାନ ସ୍ୱାଭାବିକ ଥିଲେ ମଧ୍ୟ ବିଶ୍ୱର ଧ୍ୟାନ ଆକର୍ଷଣ କରିଛି। ସେହି ପୋଡକାଷ୍ଟରେ ସେ କହିଥିଲେ ଏଲିଏନ୍ ପ୍ରକୃତରେ ଥାଇପାରନ୍ତି। ମାତ୍ର 2013 ମସିହାରେ ଅନ୍ୟ ଏକ ସାକ୍ଷାତକାରରେ ସେ କହିଥିଲେ ଏଲିଏନ୍କୁ ସେ କେବେ ଦେଖି ନାହାନ୍ତି ଏବଂ ଏହି ବାହ୍ୟ ଗ୍ରହ ଜୀବଙ୍କ ରହିବା ପାଇଁ କୌଣସି ଗୁପ୍ତ ଭୂତଳ ସ୍ଥାନ ବିଷୟରେ ସେ ବି ଜାଣିନାହାନ୍ତି। ଏହି ସ୍ଥାନକୁ ସେ ଦେଶର ରାଷ୍ଟ୍ରପତିଙ୍କ ଠାରୁ ମଧ୍ୟ ଲୁଚାଇ ରଖାଯାଇଛି। ଓବାମା ନିଜ ଇନ୍ଷ୍ଟା ପୋଷ୍ଟରେ ସ୍ପଷ୍ଟ କରିଛନ୍ତି ଯେ ତାଙ୍କ ରାଷ୍ଟ୍ରପତିତ୍ୱ କାଳରେ ଏମିତି ବିଶ୍ୱ ବାହାରେ ଜୀବଙ୍କ ସହିତ କୌଣସି ଯୋଗାଯୋଗର ପ୍ରମାଣ ସେ ଦେଖିନଥିଲେ। ଓବାମାଙ୍କ ମତ ଉପରେ ଟ୍ରମ୍ପ ଦୃଢ଼ ପ୍ରତିକ୍ରିୟା ଦେଇ ଏହାକୁ ତ୍ରୁଟି ବୋଲି କହିଥିଲେ। ଏପରିକି ଜୋ ରୋଗନ ନାମକ ଅନ୍ୟ ଜଣେ ପୋଡକାଷ୍ଟର ଶୋରେ ଅଜଣା ଜୀବଙ୍କ ଉପରେ ଗବେଷଣା କରୁଥିବା ଦୁଇ ବୈଜ୍ଞାନିକ ବବ୍ ଲେଜର ଓ ଜେଫ୍ରି କାର୍ବେଲ କହିଥିଲେ ସେମାନେ ଏରିଆ 15 ଅନ୍ତର୍ଗତ S4 ନାମକ ସ୍ଥାନରେ ଏଲିଏନ୍ ଉପରେ ଗବେଷଣା ହେଉଥିବା ସେମାନେ ଦେଖିଛନ୍ତି। ଆମେରିକାର ସବୁଠାରୁ ପ୍ରସିଦ୍ଧ ଏଲିଏନ୍ କାହାଣୀ ଗୁଡ଼ିକ ମଧ୍ୟରୁ 1947 ମସିହାରେ ହୋଇଥିବା ରୋଜୱେଲ ଘଟଣା। ଏହା ଆମେରିକା ଇତିହାସର ସବୁଠାରୁ ବଡ଼ ଏଲିଏନ୍ ରହସ୍ୟ। ନ୍ୟୁ ମେକ୍ସିକୋର ରୋଜୱେଲ ନାମକ ଏକ ସ୍ଥାନରେ ଏକ ଅଜଣା ବସ୍ତୁ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ପ୍ରତ୍ୟକ୍ଷଦର୍ଶୀମାନଙ୍କ କହିବା କଥା ହେଲା
ତାହା ଥିଲା ଏକ ଉଡ଼ନ୍ତା ଥାଳି। ସେ ସମୟରେ ଆମେରିକା ଓ ରୁଷ ଭିତରେ ଶୀତଳ ଯୁଦ୍ଧ ଲାଗିଥିବାରୁ ଆମେରିକା ସୈନ୍ୟବାହିନୀ କିନ୍ତୁ ଏହାକୁ ମିଛ କହିଥିଲା ଓ ଏହା ଏକ ପାଣିପାଗ ବେଲୁନ ବୋଲି କହିଥିଲା। ମାତ୍ର ଲୋକମାନେ କିନ୍ତୁ ଆଜି ଯାଏ ବି ବିଶ୍ୱାସ କରନ୍ତି ଯେ ସେଠାରେ ଏଲିଏନଙ୍କ ମୃତଦେହ ମିଳିଥିଲା, ଯାହାକୁ ସରକାର ଲୁଚାଇ ରଖିଛନ୍ତି। ସେହିପରି ଏରିଆ 51, ଯାହାକି ଆମେରିକା ସାମରିକ ବେସରେ ଏକ ଗୁପ୍ତ ସ୍ଥାନ ନେଭୋଡା ମରୁଭୂମିରେ ଅବସ୍ଥିତ। ଏହାକୁ ନେଇ ଅନେକ କାହାଣୀ କୁହାଯାଏ। ଏହି ଗୁପ୍ତ ସ୍ଥାନରେ ଆମେରିକା ସରକାର ଏଲିଏନଙ୍କ ଉପରେ ଗବେଷଣା କରନ୍ତି। ସେମାନଙ୍କର ମହାକାଶଯାନ ବା ୟୁଏଫଓକୁ ରିପେୟାର କରିଥାନ୍ତି ବୋଲି କୁହାଯାଏ। ଏହି ସ୍ଥାନକୁ ସାଧାରଣ ଲୋକଙ୍କ ପ୍ରବେଶ ସମ୍ପୂର୍ଣ୍ଣ ନିଷେଧ। ଏହିପରି 1961 ମସିହାର ଏଲିଏନ ଅପହରଣ ବା ଏଲିଏନ ଆବଡକ୍ସନ ଘଟଣା, ଯାହାକି ବାର୍ନି ଓ ବେଟି ହିଲ୍ ନାମକ ଦୁଇ ଦମ୍ପତିଙ୍କ କାହାଣୀ ଅଟେ। ସେମାନେ କହନ୍ତି ଯେ ସେମାନେ ରାତିରେ କାରରେ ଯାଉଥିବା ସମୟରେ ଏକ ୟୁଏଫଓ ସେମାନଙ୍କୁ ଅଟକାଇଥିଲା ଏବଂ କିଛି ଅଜଣା ଜୀବ ସେମାନଙ୍କୁ ଯାନ ଭିତରକୁ ନେଇ ପରୀକ୍ଷା ନିରୀକ୍ଷା କରିଥିଲେ। କିଛି ବର୍ଷ ତଳେ ଆମେରିକାର ପ୍ରତିରକ୍ଷା ବିଭାଗ ବା ପେଣ୍ଟାଗନ କିଛି ଭିଡିଓ ଜାରି କରିଥିଲା, ଯେଉଁଥିରେ ନୌସେନା ପାଇଲଟ ମାନେ ଆକାଶରେ ଅତି ଦ୍ରୁତ ଗତିରେ ଗତି କରୁଥିବା କିଛି ଅଜଣା ବସ୍ତୁ ବା ୟୁଏଫଓକୁ ସେମାନେ ଦେଖିବାକୁ ପାଇଥିଲେ। ସରକାର ମଧ୍ୟ ମାନିଛନ୍ତି ଯେ ଏପରି କିଛି ଜିନିଷ ଅଛି ଯାହାର ବୈଜ୍ଞାନିକ ପ୍ରମାଣ ଏପର୍ଯ୍ୟନ୍ତ ମିଳିନାହିଁ। ଦର୍ଶକ ବନ୍ଧୁ, ଆଉ ଏକ ମଜାଦାର କଥା ହେଲା, ଆମେରିକାର ପ୍ରତିବର୍ଷ ହଜାର ହଜାର ଲୋକ ଅଜଣା ବସ୍ତୁ ବା ୟୁଏଫଓ ଦେଖିବା ଦାବି କରିଥାନ୍ତି, ଯାହାକୁ ନେଇ ହଲିଉଡରେ ମଧ୍ୟ ଅନେକ ଚଳଚ୍ଚିତ୍ର ନିର୍ମିତ ହୋଇଛି। ଭାରତର ହିଟ୍ ହିନ୍ଦୀ ସିନେମା କୋଇ ମିଲ ଗୟା ମଧ୍ୟ ଏମିତି ଏକ କାଳ୍ପନିକ କାହାଣୀ ଉପରେ ନିର୍ମିତ ହୋଇଛି। ଏପରିକି ଆମ ଓଡ଼ିଶାରେ ମଧ୍ୟ ବିଶିଷ୍ଟ ପ୍ରଯୋଜକ ସଞ୍ଜୟ ନାୟକଙ୍କ ଦ୍ୱାରା ନିର୍ମିତ ଓଡ଼ିଆ ଚଳଚ୍ଚିତ୍ର କେଉଁ ରାଇଜରୁ ଆସିଲ ବନ୍ଧୁ ଫିଲ୍ମରେ ଏମିତି ଏକ କାଳ୍ପନିକ କାହାଣୀକୁ ସ୍ଥାନିତ କରାଯାଇଛି। ଦର୍ଶକ ବନ୍ଧୁ, ଆମେରିକାର ଏଲିଏନ ବା ଅନ୍ୟ ଗ୍ରହର ଜୀବମାନଙ୍କୁ ନେଇ ଅନେକ ରୋମାଞ୍ଚକର କାହାଣୀ ଏବଂ ରହସ୍ୟ ରହିଛି। ସେଠାକାରେ ଲୋକକଥା ଠାରୁ ଆରମ୍ଭ କରି ସରକାରୀ ରିପୋର୍ଟ ପର୍ଯ୍ୟନ୍ତ ଏହି ବିଷୟ ସବୁବେଳେ ଚର୍ଚ୍ଚାର ଥାଏ। ଗତ ବର୍ଷ ଏକ ସାକ୍ଷାତକାରରେ ଟ୍ରମ୍ପ କହିଥିଲେ କିଛି ଏମିତି ଜିନିଷ ସେ ଦେଖିଥିଲେ ଯାହା ତାଙ୍କର ଫାଇଟର ଜେଟ୍ ଠାରୁ ଆହୁରି ଅଧିକ ଦ୍ରୁତ ଗତିରେ ଉଡୁଛି। ତାଙ୍କର ଜାତୀୟ ଗୁଇନ୍ଦା ନିର୍ଦ୍ଦେଶକ ତୁଲସୀ ଗାବାର୍ଡ କହିଥିଲେ ଯେ ଏଲିଏନ ରହିଛନ୍ତି, ଆଉ ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସ, ବୈଦେଶିକ ସଚିବ ମାର୍କ ରୁବିଓ ମଧ୍ୟ ଏ କଥାକୁ ସ୍ୱୀକାର କରିଛନ୍ତି। ତେବେ ଟ୍ରମ୍ପଙ୍କ ବିରୋଧୀମାନେ ଅଭିଯୋଗ କରିଛନ୍ତି ଯେ ଏଫଷ୍ଟନ ଫାଇଲରେ ତାଙ୍କ ନାମ ଆସିଥିବାରୁ ସେଥିରୁ ଧ୍ୟାନ ହଟାଇବାକୁ ସେ ଏମିତି ନିର୍ଦ୍ଦେଶ ଦେଇଛନ୍ତି। ଦର୍ଶକ ବନ୍ଧୁ, କଥା ଯାହା ବି ହଉ, ବିଶ୍ୱାସ ଅବିଶ୍ୱାସ ଓ ଅନ୍ଧବିଶ୍ୱାସ ଭିତରେ ବଞ୍ଚୁଥିବା ମଣିଷ ଏଲିଏନ ଅଛନ୍ତି କି ନାହିଁ, ବିଶ୍ୱାସ କରୁଛନ୍ତି କି ନାହିଁ ଭିନ୍ନ କଥା। ମାତ୍ର ଆମ ଦେଶର ପ୍ରତ୍ୟେକ ନାଗରିକ, ବିଶେଷତଃ ସାଧାରଣ ଲୋକଟିଏ ଯିଏ ଭୂତ ପ୍ରେତ କାହାଣୀ ଇତ୍ୟାଦି କଥାକୁ ଏ ଯାଇ ବିଶ୍ୱାସ କରେ, ସେ କାହିଁକି ଏଲିଏନ ନଥିବା କଥାକୁ ସହଜରେ ଅସ୍ୱୀକାର କରିପାରିବ? ସମୟ କହିବ ଆମେରିକାର ଏଲିଏନ ରଖିଛି କି ନାହିଁ ଓ ତା ପାଖରେ ଏମିତି ବସ୍ତୁ ଅଛି କି ନାହିଁ। ଏମିତି କାହାଣୀ ଅନ୍ତ କେବେ ଘଟୁଛି, ଆମକୁ ଆହୁରି କିଛି ଦିନ ଅପେକ୍ଷା କରିବାକୁ ପଡ଼ିବ। ଆଜି ଏତିକି, ଧନ୍ୟବାଦ।